ପିଲା ଚୋରି ହେଇଛି ଏଇଠି ଭୁବନେଶ୍ୱରରେ ହେଇଥିଲା ନା ରାମ ମନ୍ଦିର ପାଖରୁ ଆଉ ଥରେ ପିପିଲି ହେଇଛି ହ୍ୟୁମାନ୍ ଟ୍ରାଫିକିଂ। ମୁଁ କହିଲି ପରେ ଆପଣ 64,000 ଗତ 5 ବର୍ଷ ଭିତରେ ବିଜେଡିର 5 ବର୍ଷ ଏବଂ ୟାଙ୍କର 9 ମାସ ଭିତରେ 64,000 ରୁ ଉର୍ଦ୍ଧ୍ୱ ମହିଳା ଏବଂ ଶିଶୁ ନିଖୋଜ। କଣ ପାଇଁ? ହ୍ୟୁମାନ୍ ଟ୍ରାଫିକିଂ, ଅର୍ଗାନ ଟ୍ରେଡିଂ, ଭୟଙ୍କର ଭାବରେ ବଡ ବ୍ୟାପାର ଚଲେଇଛନ୍ତି ଲୋକମାନେ। ପୋଲିସ ସେ ସବୁକୁ ରୋକିବା କଥା। ଗଭର୍ଣ୍ଣମେଣ୍ଟ ସେ ସବୁକୁ ପୋଲିସକୁ ୟୁଜ କରିକି ସେ ସବୁ ରୋକିବା ପାଇଁ କାମ କରିବା କଥା। ସେ ସବୁ ନ କରିକି ବିଜେଡି ବାଲେ ନବୀନ ବାବୁ ଏବଂ ପାଣ୍ଡିଆନ ବାବୁକୁ ପ୍ରୋଟେକ୍ସନ ଦେବାରେ ପୋଲିସକୁ ୟୁଜ କଲେ। ଆଉ ଏଠି ପୋଲିସର ଘେର ଭିତରେ ରହିକରି ଆଦାନୀର କାମ କରିବା ପାଇଁ ସରକାରକୁ ପୋଲିସ ଜଗିକି ଅଛି। ଆଉ ଛାତ୍ର ମାନେ ଯୁବକ ମାନେ ଆନ୍ଦୋଳନ କଲେ ସେମାନଙ୍କର ପ୍ରତି ପୋଲିସ କାନୁନ ଦେଖାଉଛନ୍ତି, ଦଣ୍ଡ ବିଧାନ ଦେଖାଉଛନ୍ତି। ଆମେ ପୋଲିସ କହୁଛନ୍ତି ଗର୍ବର ସହିତ। ଗର୍ବ ପୋଲିସ ତେବେ କରନ୍ତା ଯେତେବେଳେ ପୋଲିସ ନିଜେ ଖୋଜନ୍ତା କିମ୍ବା ସରକାରକୁ ବାଧ୍ୟ କରିକି ଖୋଜନ୍ତା। ଏବଂ ଯଦି 64,000 ରୁ 10,000 ଖୋଜି ଯାଇକି ଆଣିବେ, ମୁଁ ପୋଲିସ ବାହିନୀକୁ ସମ୍ମାନ କରିବି। ଗୋଟେ କଂଗ୍ରେସ ଗୋଟେ ବଡ ଉତ୍ସବ କରିବ ଏବଂ ପୋଲିସ ବାହିନୀକୁ ସମ୍ମାନ କରିବି। ମନିଟରିଂ ମୁଖ୍ୟମନ୍ତ୍ରୀ ମନିଟରିଂ କରିଥିଲେ ବେଳେ ଧରା ପଡିଲା ରାମ ମନ୍ଦିର ବାହାରେ ଯୋଉ ଶିଶୁ। କୋଉଠି ମୁଖ୍ୟମନ୍ତ୍ରୀ ମନିଟରିଂ କରିଥିଲେ ବୋଲି ଧରା ପଡିଲା? ଏତେ ଶିଶୁ ଆଜି ପର୍ଯ୍ୟନ୍ତ ଯାଇଛନ୍ତି, ଧରା ପଡିଲାନି। ତାଙ୍କରି ସରକାରରେ 271 କେସ୍ ସଲ୍ଭ କରିଛନ୍ତି। 20,000 କେସ୍ ନିଖୋଜରେ 271 କେସ୍ ମାତ୍ର, not even 1%। ଏଇଟା ତ କଥା। କଣ ମନିଟରିଂ କରୁଛନ୍ତି? ମନିଟରିଂ କରନ୍ତୁ। 10,000 ମୁଁ ଟାର୍ଗେଟ ଦଉଛି, 10,000 ଦେବେ, ମୁଁ ସରକାରକୁ ସେଲ୍ୟୁଟ କରିବି ଆଉ ପୋଲିସ ବାହିନୀକୁ ସେଲ୍ୟୁଟ କରିବି। ଯଦି ଦେବେ ନାହିଁ ତାହେଲେ ଆମେ ଜାଣିବୁ ଆମର ପୋଲିସକୁ ଆମେ ୟୁଜ କରୁନାହିଁ ଠିକ କାମରେ ଏବଂ ଖରାପ କାମରେ ୟୁଜ କରୁଛୁ। ଆଉ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିଖୋଜ ମାନଙ୍କ ପାଇଁ ସମୟ ନାହିଁ। ପିଏସସି ର